ମୋ ନା ବର୍ଷା। ମୋ ଭାଇ ସୁଇସାଇଡ କରିଦେଲା ଗୋଟେ ଝିଅ ପାଇଁକା। ଆଜି ମୋ ଭାଇ ଆମକୁ ଛାଡିକି ଚାଲିଗଲା ସବୁଦିନ ପାଇଁ। ଆଉ କେବେ ତା ପାଟିରୁ ଡାକ ବୋଧେ ଶୁଣିବିନି। ସଦାବେଳେ ମତେ ଭଉଣୀ ଭଉଣୀ ନନ୍ଦିନୀ ନନ୍ଦିନୀ କହି ଡାକୁଥବ ଦିନ ରାତି 24 ଘଣ୍ଟା। ଆଉ କିଏ ମତେ ଡାକିବାକୁ ନାହାନ୍ତି। ଆମ ଘରେ ଥିଲା ସବୁଠୁ ସିଏ ଭଲ। ସେ ଝିଅକୁ ବହୁତ ଭଲ ପାଉଥିଲା। ତା ସହିତ 2 ବର୍ଷ ପରେ ରିଲେସନ ଥିଲା। ଯେତେବେଳେ ସେ ଝିଅ ମୋ ଭାଇ ସହିତ ରିଲେସନ ନଥିଲା, ମୋ ସାଙ୍ଗ ଯେ ଥିଲା ଛୋଟ ବେଳୁ, ସେ ତାଙ୍କ ଘର ଏଇ ଘର ପଛପଟେ ଭଡା ନେଇଛି, ସେ ରହୁଛନ୍ତି। ସେ ସବୁ ଟୋକା ମାନଙ୍କ ସହିତ ଗପେ ଆଗରୁ। ମୋ ଭାଇ କି ବୁଝେଇଲି, ଦେଖ ସେ ଭଲ ଝିଅ ନୁହଁ, ଇଏ ନୁହଁ ସେ ନୁହଁ। କହିଲା ଜଣକୁ ସୁଧୁରିବାକୁ ହେଲେ ତାକୁ ଟ୍ରାଏ କଲେ ସେ ସୁଧୁରିବ। ସେ ତାକୁ ଭଲ ପାଇଲା। ସେ ଝିଅ ବି ତାକୁ ବହୁତ ଭଲ ପାଉଥିଲା। ତାକୁ ମନ୍ଦିର ନେଇ ସିନ୍ଦୁର ପିନ୍ଧେଇଥିଲା ସେଇ ଝିଅକୁ। ତାଙ୍କ ଅଲ ଫ୍ୟାମିଲି ଜାଣିଥିଲା, ଆମ ଫ୍ୟାମିଲି ସବୁ ତାର ରାଜି ଥିଲେ। ତାଙ୍କ ସହିତ ଆମେ କଥା ହେଲୁ। ସିଏ କହିଲେ ତମ ଭାଇଙ୍କୁ କୁହ ଜବ୍ କଲେ ଆମେ ତାଙ୍କୁ ବାହା କରେଇବୁ। ତାର ହାଇଡ୍ରୋସ ପ୍ରୋବ୍ଲେମ ଥିଲା। ସେ ସେଇ ଝିଅ ସକାଶେ ଗୋଟେ ଜାଗାରେ ଚାକିରି କଲା। 5 ଦିନ ହେଇନି ତାର ହାରେନା ସେଟା ଯୋଉ ନୁହଁ, ତାର ବହୁତ ଜୋରେ ପେନ୍ ହେଲା। ସେ ସହିପାରିଲାନି। ସେଥିପାଇଁ ଆମେ ତାକୁ ଚାକିରି ଫାକିରି କରିବାକୁ ଚାହୁଁନଥିଲୁ। ତାପରେ ସେ ଝିଅ ଯେତେବେଳେ ମୋ ଭାଇକି ଭଲ ପାଉଥିଲା, ଆଜି ଯାଙ୍କେ ବି ଭଲ ପାଉଥିଲା, ଏବେ ଯାଙ୍କେ ବି ସିଏ ମୋ ଭାଇ ଯେତେବେଳେ ତାକୁ ପଚାରିଲା ତୁ କାହା ସହିତ ଗପୁଛୁ, ସେଇ ଝିଅଟା ଗୋଟେ ଫେକ୍ ଆଇଡି ଖୋଲିକି ମୋ ଭାଇ ତା ଆଇଡି ଫାଇଡି ସବୁ ଦେଇ ଦେଇଥିଲା। ମୋ ଭାଇ ତାକୁ ବହୁତ ଭଲ ପାଉଥିଲା, ବିଶ୍ୱାସ ବହୁତ କରୁଥିଲା। ସେ ଝିଅ ଅନ୍ୟ ଟୋକା ମାନଙ୍କ ସହିତ ଗପେ, ଫେକ୍ ଆଇଡି ଖୋଲିଛି। ତା ବେଷ୍ଟୁ ଜଣେ ଯିଏ ମୋ ଭାଇ କି କହିଲା, ଦେଖ ଭାଇ ସେ ଭଲ ଝିଅ ନୁହଁ, ଦେଖ ସେ ସ୍ୱାଧୀନୀ ବୋଲି ଗୋଟେ ଟୋକାର ସହିତ ଗପୁଛି। ସବୁ ସ୍କ୍ରିନଶଟ ହେଇକା ମାରିକି ମୋ ଭାଇକି ଛାଡିଲା। ମୋ ଭାଇ ଯେତେବେଳେ ତାକୁ ପଚାରିଲା, ସେ କହିଲା ମୁଁ ତତେ ଛାଡିଦେବି, ତୁ ମତେ ଡାଉଟ୍ କରୁଛୁ। ତାକୁ ଛାଡିଦେଲା। ମୋ ଭାଇ ତାକୁ କହିଲା ତୋ ବିନା ମୁଁ ମରିଯିବି, ବଞ୍ଚି ପାରିବିନି, ଇଏ କରିପାରିବିନି। କଥା ବି ତା କଥା ସେ ଥରେ ଶୁଣିଲାନି। ତାପରେ ତାଙ୍କ ଫ୍ୟାମିଲି କହିଲେ ସେ ଚାକିରି କରୁନି, ଆମ ପୁଅ ଗଭର୍ଣ୍ଣମେଣ୍ଟ, ଆମ ଝିଅକୁ ମୁଁ ବାହା କରିବି ଗଭର୍ଣ୍ଣମେଣ୍ଟ ଚାକିରି ଦେଖିଛି। ଯଦି ଗଭର୍ଣ୍ଣମେଣ୍ଟ ଚାକିରି ଦେଖିକି ବାହା ଭଲ ପାଇଲୁନୁ କାହିଁକି? ମୋ ଭାଇକି କାହିଁ ଭଲ ପାଇଲୁନୁ ପାଉଥିଲୁ? ମୋ ଭାଇ ତ ଗଭର୍ଣ୍ଣମେଣ୍ଟ ଚାକିରି କରୁନି, ମୋ ଭାଇକି କାହିଁ ଭଲ ପାଉଥିଲୁ? ଯଦି ଗଭର୍ଣ୍ଣମେଣ୍ଟ ଜବ୍ ମୋ ଘର ଫ୍ୟାମିଲି ରାଜି, ତୁ ସେଇଭଳିଆ ଗୋଟେ ପିଲା ଦେଖିଛି ଭଲ ପାଇଥାନ୍ତୁ। ଆଜି ମୋ ଭାଇର ଜୀବନ ନେଇଛି, କଣ ତମେ ସୁଖରେ ଶାନ୍ତିରେ ରହିପାରିବ? ଆମେ ଚାହୁଁଛୁ ଆମକୁ ନ୍ୟାୟ ଦରକାର। ଯେମିତି ଗୋଟେ ଝିଅ ପାଇଁକା ଅନ୍ୟାୟ ହେଲେ ତା ପାଇଁ ଯେମିତି ନ୍ୟାୟ ମିଳୁଛି, ସେମିତି ଗୋଟେ ପୁଅ ପ୍ରତି ବି ଅନ୍ୟାୟ ହେଇଛି। ସେ ପୁଅକୁ ବି ନ୍ୟାୟ ଦରକାର। ଆମ ଭାଇକି ନ୍ୟାୟ ଦିଅ। ଆମ ଭାଇକି ଆମକୁ ଫେରାଅ, ନହେଲେ ଆମକୁ ନ୍ୟାୟ ଦିଅ। ପୋଲିସ ଯେତେବେଳେ ଝିଅ ପ୍ରତି ଅନ୍ୟାୟ ହଉଛି, ପୋଲିସ ସେତେବେଳେ ବହୁତ ଇଏ ହଉଛନ୍ତି। ତାଙ୍କ ଫ୍ୟାମିଲି ତାଙ୍କୁ କଣ ଫଣ ନୁଚିଥିଲେ ତାଙ୍କୁ ନେଇ ଯାଉଛନ୍ତି, ଆରେଷ୍ଟ କରୁଛନ୍ତି। ଏବେ ମୋ ଭାଇ ଚାଲିଥିବା ସକାଳୁ ଆସିଲେ କେତେ ଘଣ୍ଟା ହେଲେଣି, ପୋଲିସ କାହିଁ କିଛି ଆକ୍ସନ ନଉନି? ଆମେ ସବୁ ଲେଖା ଲେଖି କରି ଦେଇଛୁ, ସବୁ ପ୍ରୁଫ୍ ବି ଦେଇଛୁ ତାଙ୍କୁ। ସେ କିଛି ଆକ୍ସନ ନଉନାହାନ୍ତି। କବେ ଆମକୁ ନ୍ୟାୟ ଦରକାର। ଆମେ ଚାହୁଁଛୁ ଆମକୁ ନ୍ୟାୟ ଦିଅ। ମୋ ଭାଇର ଆତ୍ମା ଯେମିତି ଶାନ୍ତି ରହିବ। ଆମ ଘରକୁ ସଦାବେଳେ ଆସି ସନ୍ଧ୍ୟାବେଳେ ସେ ବସେ ଆଗରୁ ସେ ଝିଅ। ମୋ ବୋଉ ଘଟିକି ଯାଏ, ମୋ ବୋଉ ଡାକେ, ଆମ ଘରେ ଖାଇ ପିଇ ଯିବେ ଆସିଥିଲା, ସବୁ କରୁଥିଲା। ସିଏ ଏମିତି ତାର ଝଗଡା ଝାଟି ହୁଏ, ତାପରେ ଫେରେ ପ୍ୟାଚଅପ୍ ହେଇଯାଏ। ତାପରେ ଡାଇରେକ୍ଟ କହିଲା, ମୋ ଭାଇ ଯେତେବେଳେ କହିଲା ତୁ କାହା ସହିତ ଗପୁଛୁ, ମୋ ଭାଇକୁ ସେ ଲୁଚେଇଲା। ମୋ ଭାଇ ଯେତେବେଳେ ତାକୁ ପ୍ରୁଫ୍ ଦେଖେଇଲା, କହିଲା ତୁ ମତେ ଡାଉଟ୍ କରୁଛୁ, ମୁଁ ତତେ ଛାଡି ଦଉଛି। ତାପରେ ମୋ ଭାଇ କହିଲା ମୁଁ ତୋ ପାଇଁ ମରିଯିବି ଏଇଠି। ସେ ଝିଅ କହିଲା ତୁ ଯଦି ସତରେ ମତେ ଭଲ ପାଉଛୁ, ମୋ ପାଇଁ ସୁଇସାଇଡ କରିକି ଦେଖା। କେଡେ ଥାର୍ଡ କ୍ଲାସ ଘରର ଛୁଆ ସିଏ। ଆମେ ଚାହୁଁଛୁ ଯେମିତି ଗୋଟେ ଝିଅ ପ୍ରତି ଅନ୍ୟାୟ ହେଲେ ତାକୁ ନ୍ୟାୟ ଦଉଛନ୍ତି, ସେମିତି ଗୋଟେ ପୁଅ ପ୍ରତି ବି ଅନ୍ୟାୟ ହେଇଛି, ତାକୁ ବି ନ୍ୟାୟ ଦରକାର। ଖାଲି ଝିଅ ମାନଙ୍କ ପାଇଁ ଏଠି ସମାଜରେ କଣ ସବୁବେଳେ ନ୍ୟାୟ ଅଛି? କଣ ପୁଅ ମାନଙ୍କ ପାଇଁ ନ୍ୟାୟ ନାହିଁ? ଆମେ ବେଳେ ଗୋଟେ ଭାଇ ଭଉଣୀ, ଆମ ଭାଇ ଆମକୁ ଛାଡିକି ସବୁଦିନ ପାଇଁ ଚାଲିଗଲା। ଆମକୁ କେତେ କଷ୍ଟ ହଉଛି ସେଇଟା ଆମେ ଜାଣିଛୁ। ତାଙ୍କୁ ଆରେଷ୍ଟ କରୁନାହାନ୍ତି କଣ ପାଇଁ? ତାଙ୍କ ଫ୍ୟାମିଲି କିଏ ବୁଝନ୍ତ? ତା ମା, ତା ଭାଇ, ତା ଭଉଣୀ କଣ ପାଇଁ ଆରେଷ୍ଟ କରୁନାହାନ୍ତି? ଯଦି ପୁଅଟା ଭୁଲ କରିଥାନ୍ତା, ଯଦି ଝିଅଟା ଭୁଲ କରିଥାନ୍ତା, ଝିଅର ଦୋଷ ଥିଲା, ପୁଅ ଘର ଫ୍ୟାମିଲି କେମିତି ଆରେଷ୍ଟ କରୁଛନ୍ତି? କାହିଁକି ଝିଅ ଘର ଫ୍ୟାମିଲି ଆରେଷ୍ଟ କରୁନାହାନ୍ତି? ସେ ନୋଟ ଫୋଟ କିଛି ନାହିଁ। ଆମକୁ ସଦାବେଳେ ପରଦିନ ରାତିରେ ଯେତେବେଳେ ମଦ ପିଇଥିଲା, ସେ ତା ଜୀବନରେ କେବେ ମଦ ପିଏନି ନା ପୁଡିଆ ଖାଏନି। ତା ପାଇଁକା ସେ ମଦ ପିଇଛି, ଭିଡିଓ କଲା, ଦେଖେ ଧନ ମୁଁ ମଦ ପିଉଛି, ମତେ ଆଣିଛି ମୋ ଭାଇ ଦେଖେଇଲା। ମୁଁ ଶୋଇଥିଲି ରାତିରେ, ତାକୁ 2 ଜଣ ଧରିକି ଆଣିଛି, ଛାଡିଲେ, କହିଲେ ତାକୁ ଜାବଡା ମାରିଛି, ବୁଝେଇଲି, କହିଲା ମୁଁ ମରିଯିବି, ମତେ ମାରିଦିଅ, ତମେ ଦୌଡ ବାନ୍ଧିଦିଅ, ମୁଁ ମାରିଦିବି। ତାକୁ ରାତିରେ ବୁଝେଇ ବାଝେଇ ବୋଉ ଘରଠୁ ନେଇ ଛାଡିଲୁ। କାଲି ମତେ ଜବରଦସ୍ତି କରିଛି, ସିଏ ମତେ ନେଇକି ଯାଇଛି ବରମୁଣ୍ଡା, ଚାଲ ଚାଲ ଚାଲ। ତାକୁ କେତେ ବୁଝେଇଲି, ନାଇଁ ରେ ଭାଇ ତୁ ରହ। ତାକୁ ବୁଝେଇଲି ରାତିରେ, କାଲି ସୁନା ପିଲା ଲାଗେ ବରମୁଣ୍ଡା ଆଇନା, ସୁନା ପିଲା ଲାଗେ ମୋଠୁ ମୁଁ ଯାହା କହିଲି ସବୁ କଥା ଶୁଣିଲା। ମୁଁ ଖାଇବାକୁ ଦେଲି, ଖାଇଲା ସିଏ ଶାନ୍ତିରେ। 11:30 ରାତିରେ କହିଲା ମୁଁ ଆଉଛି ବାହାରେ ବୁଲୁଛି, ତା ସାଙ୍ଗ ଡାକିଲା, ଗଲା ବାହାରକୁ। ସକାଳୁ ଉଠିଲା ବେଳକୁ ମୋ ଭାଇ ଆଉ ନାଇଁ, ଆମ
ଆମକୁ ଛାଡିକି ଚାଲି ଯାଇଛି ସବୁଦିନ ପାଇଁ। ସବୁଦିନେ ମତେ ଡାକୁଥିବ ନନ୍ଦିନୀ ନନ୍ଦିନୀ। ଆଜି ମୋ ଭାଇ, ଆମେ 2 ଭଉଣୀ 6 ଭାଇ, ସବୁଦିନ ନନ୍ଦିନୀ ନନ୍ଦିନୀ ଡାକୁଥିବ। ତାକୁ ବହୁତ ଆମେ ସେ ଝିଅକୁ ବି ବୁଝେଇଲୁ, ତୁ ଯଦି ଭଲ, ତମ ଯଦି ଗଭର୍ଣ୍ଣମେଣ୍ଟ ଜବ ଦରକାର, ତମେ ଗଭର୍ଣ୍ଣମେଣ୍ଟ ପୁଅ ଦେଖିକି ଭଲ ପାଇଥାନ୍ତ। ମୋ ଭାଇ ତ ଷ୍ଟାର୍ଟିଂରୁ ଜାଣିଛୁ ମୋ ଭାଇ ଚାକିରି କରୁନି, ମୋ ଭାଇକି ତୁ କାହିଁ ଭଲ ପାଉଥିଲୁ? ଆମେ ଚାହୁଁଛୁ